ପଙ୍କରୁ ଯେ ଜାତ ପଙ୍କଜତା ନାମ, ଅଲଗା ନାମ ତାର ପଦ୍ମ। ସେଇ ପଙ୍କର ପୁଣି ଗେଣ୍ଡା ଶାମୁକା ସମସ୍ତଙ୍କର ହୁଏ ଜନ୍ମ। କିନ୍ତୁ କିଛି ଲୋକମାନେ ଅଛନ୍ତି କୁହନ୍ତି କି ଭାଇ ଆରେ ତମେ ସବୁ ଗେଣ୍ଡାଳିଆ, ମାନେ ବିଜେଡ଼ି ଲୋକଙ୍କୁ କୁହନ୍ତି ଗେଣ୍ଡାଳିଆ, ଆଉ ଆମର ଖାଲି ଘରେ ଘରେ ପଦ୍ମ। କିନ୍ତୁ ଭାଇ ଦି ଜଣଙ୍କର ଜନ୍ମସ୍ଥଳୀ ହେଉଛି ପଙ୍କରେ, କାରଣ ଦି ଜଣ ଯାଇକି ଜନ୍ମ ହୋଇଛନ୍ତି ଶାମୁକା, ଗେଣ୍ଡା ଓ ପଦ୍ମ, ପଙ୍କରୁ ହିଁ ଜାତ। କେହି ବାହାରୁ ଆଉ କେଉଁଠି ଜାତ ହେଇନାହାନ୍ତି। ଆଉ ତାପରେ ଆପଣ ମଧ୍ୟ ପୂର୍ବ ଇତିହାସ ଯଦି ଜାଣିଥିବେ ରାଜନୈତିକ ଦଳ କଥା, ତାହେଲେ ବିଜେପି ଆଉ ବିଜେଡ଼ି ମିଶିକି ଭାଗ ଚାଷ ମଧ୍ୟ କରିଥିଲେ, କେନ୍ଦ୍ରରେ ମିଶିକି ସରକାର ଗଢ଼ିଥିଲେ। ଯଦି ଜାଣିନ ସେ ଇତିହାସକୁ ଟିକେ ଓଲଟାଅ। ବାକି ରହିଲା ଆରେ ଦଳ ଦଳ ଭିତରେ ସେମାନେ ନିଜ ନିଜ ଭିତରେ, ବର୍ଷା ଯୁଆଡ଼େ ଛତା ସିଆଡ଼େ। ଯେଉଁମାନେ ପଦ୍ମରୁ ଅଲଗା କରୁଛ ଗେଣ୍ଡା, ସେମାନେ ସବୁ ପରମ ମୁଣ୍ଡା। ନିଜ ନିଜ ଭିତରେ ବାଡ଼ିଆ ବାଡ଼ି ନ ହୋଇ, ନିଜ ଭାଇଠାରୁ ଏ ରାଜନୀତି ପାଇଁ ଅଲଗା ନ ହୋଇ ନିଜ କାମରେ ମନ ଦିଅ। ଜୟ ଜଗନ୍ନାଥ। ଭଲ ଲାଗିଲେ ଭିଡ଼ିଓଟିକୁ ସେୟାର କରିବେ, ଲାଇକ୍ କରିବେ। ଜୟ ଜଗନ୍ନାଥ। ସ୍ୱାମୀ ନୟନ ପଥଗାମୀ ଭବ ତୁମେ।